এইটা ଯୋଉ ଆମର ଦୁଗଲରୁ ପୁରୁଣା ପାଇପଟା ଚାଲୁଥିଲା ସେଇଟାକୁ ନୂଆ ପାଣି ଦେବାରୁ ପୁରୁଣା ପାଇପଟା ବନ୍ଦ କଲେ। ବନ୍ଦ କଲା ପରେ ତାପରେ ଆଉ ପାଣି ଦଉନାହାନ୍ତି। ଆମେ ତ ଯାଇକି 1/2 କିଲୋମିଟର ପାଣି ବୋହିକି ନେଇକି ଆସୁଛୁ। ଏଇ ପାଣି ତ ସମସ୍ୟା ଆଉ କିଛି ନାହିଁ। କଣ ପାଇଁ ସମସ୍ୟା? ପାଣି ସେ ପାଇପ୍ ନେଲେ ବ୍ରାହ୍ମଣପଡ଼ାଠି ସବୁ ଗୋଟେ ଯୋଉ ଏମିତି ବସେ ମଝିରେ ସେଇଠି ବସେଇକିରି ସେ ସେଇଠି ରୋକିକିରି ସେପଟେ ବ୍ରାହ୍ମଣପଡ଼ା ତ କଲେ, ଏପଟେ ଖାଲି ପାଇପଟା ପକେଇଲେ। ଆମେ ଭାବିଲୁ ଯେ ମାନେ ସେ ତାଙ୍କର ତ ସରକାରୀ ଯୋଜନା ସେ ଅନୁସାରେ ଫେରେ ଏଇଠି କ'ଣ କରିକିରି ଆମେ ସେଇ ଗୋଟେ ଦେବେ। ଆମେ ସେ କହିଲୁ ଯେତିକି କହିବା କଥା ସେତିକି କହିଲୁ, ଆଉ ସେତିକି ନ କରିକିରି ଏପଟେ ଆଉ ସେ ପାଇପ୍ ସିଷ୍ଟମଟା ନ କରିକିରି ସେ ସେଇଠି ରଖିକିରି ଯାଇଛନ୍ତି ଆଉ। କେତେ ପରିବାର ଆପଣ ଏଠି ଚଳନ୍ତି? ଆଉ ଏଇଠି ଆମେ 10-15 ପରିବାର। ସବୁ କ'ଣ ଦଳିତ ନା ଅଲଗା ଆଉ କୋଉ ଜାତିର ଅଛି? ଦଳିତ ଜାତି ନା ଅଲଗା? ଏବେ କ'ଣ ଚାହୁଁଛନ୍ତି? କ'ଣ ସମସ୍ୟା ଯୋଉ ପାଣି ସମସ୍ୟା ଅଛି କ'ଣ କରାଗଲେ ଆପଣ ଖୁସି ହେବେ ଆଗକୁ ଖରାଦିନ? ଏଇ ପାଣି ଲାଗି ତ ହବ ତ ନ ହବ କେମିତି? ସରକାର ଗୋଟେ ବସୁଧା ଯୋଜନା ଆଜି କରି ସରକାର ହେଲେ କୋଟି କ'ଣ କୋଟି ଇଏ ଟଙ୍କା ଇଏ କ'ଣ କରୁଛନ୍ତି। ପାଣି କ'ଣ ଗୋଟେ ସରକାରଙ୍କ ହାତରେ ନା କ'ଣ? ଅନ୍ୟପଟେ ଆପଣ ଏଠି ଗାଁ ନାଇଁ ଗହଳିରେ ଇଏ ବିଭାଗ ପାଣି ସ୍ୱତନ୍ତ୍ର, ଟିକେ ସିଏ ପାଣି କରିବେ। ବୁଦାଏ ପାଇଁ ଆପଣଙ୍କ ମହିଳା 5 କିଲୋମିଟର 3 କିଲୋମିଟର ଦୂରରୁ ପାଣି ଆଉଥିଲେ। କ'ଣ କହିବେ ସରକାରଙ୍କୁ? ସେଟା ତ ହେଇନଥିଲା ହବ ଆଉ ସରକାରଙ୍କୁ ଆଉ କହିଲେ କ'ଣ? ଆମର ହେଇନି ମାନେ ସେଟା ହବ ଆଉ। ଏମିତି ସବୁ ଲାଗିଲେ ହବ, ଯେମିତି ମିଡ଼ିଆ ସେମିତି ଲାଗିଲେ ସବୁ ହବ। ଲୋକଙ୍କ ସରକାରଙ୍କୁ ଭୋଟ ଦେଇଛନ୍ତି, ସରକାର ଲୋକଙ୍କ ସମସ୍ୟା ବୁଝୁଛନ୍ତି ନା ବୁଝୁନାହାନ୍ତି? ବୁଝୁଛନ୍ତି, ସମସ୍ତେ ବୁଝୁଛନ୍ତି, ବୁଝୁନାହାନ୍ତି କ'ଣ? ଆଉ ବୁଝୁନାହାନ୍ତି ଆଉ ମନକୁ ରାଜ୍ୟ ଚାଲୁ ବୁଝୁଛନ୍ତି। ଏମିତି ସମାଜ ସବୁ ଯୋଉଠି ରହିଛି ତାର ଏମିତି ସମସ୍ୟା ସବୁ ସମ୍ମୁଖୀନ ହେଉଛି ଆଉ କ'ଣ କରାଯିବ? ତେଣୁକରି ଆମର ପାଣିଟା ହବାଟା ନିହାତି ଆବଶ୍ୟକ। ଅସୁବିଧା ଏଇ ତ ପାଣି ଅସୁବିଧା ଆଉ। ଆମର ବ୍ରାହ୍ମଣପଡ଼ାଠୁ ଶାଢ଼ୀ କନେକ୍ସନ ଦିଆଯାଇଛି, ସେପଟେ ଦୁଗଲ ପଟକୁ ପାଇପ୍ ପଡ଼ିଲା। ଆମେ କହିଲୁ ଯେ ଆମ ସାହିକି ପାଇପ୍ ପକେଇବା ପାଇଁକା, ଯେ ହଁ ହାଁ କହିଲେ ତାପରେ ପକେଇଲେ। କେତେ ଦିନର ସମସ୍ୟା ଇଏ ହେଇଗଲାଣି 2-3 ମାସ ପରେ। ଏବେ ପାଣି କୋଉଠୁ ଆଣୁଛନ୍ତି? এইটা ଯୋଉ ଆମର ଦୁଗଲରୁ ପୁରୁଣା ପାଇପଟା ଚାଲୁଥିଲା ସେଇଟାକୁ ନୂଆ ପାଣି ଦେବାରୁ ପୁରୁଣା ପାଇପଟା ବନ୍ଦ କଲେ। ବନ୍ଦ କଲା ପରେ ତାପରେ ଆଉ ପାଣି ଦଉନାହାନ୍ତି। ଆମେ ତ ଯାଇକି 1/2 କିଲୋମିଟର ପାଣି ବୋହିକି ନେଇକି ଆସୁଛୁ। ଆପଣଙ୍କ ମହିଳାମାନେ ଗରାବାଲ୍ଟି ଯେମିତି ଦେଖାଯାଏ ଆମର ହଁ ହଁ ପ୍ରତ୍ୟନ୍ତ ଅଞ୍ଚଳରେ ପଶ୍ଚିମ ଓଡ଼ିଶାରେ ଯେମିତି ଗରାବାଲ୍ଟି ହଁ ସେଇ ମଧ୍ୟ ସେମିତି ସେଇ କ'ଣ ସମସ୍ୟା ତ ଆମର ତ ସେଇ ସମସ୍ୟା ପଡ଼ିଛି ନା ଆଉ। ଆମେ କହିବୁ କ'ଣ ସରକାରଙ୍କୁ? ସରକାର କ'ଣ ଜାଣିପାରୁନାହାନ୍ତି? ଆମେ କ'ଣ କହିବୁ ସରକାରଙ୍କୁ? ଏଇ ସମସ୍ୟା ଆମେ ଏଇଥିରେ ଆମେ ଗତି କରୁଛୁ। କେମିତି ଗାଧୁଆ ପାଧୁଆ କୋଉଠି କରୁଛନ୍ତି? ଗାଧୁଆ ପାଧୁଆ ଆମେ ନଈକି ଯାଉଛୁ, କେବଳ ପିଇବା ପାଣି କେବଳ ପିଇବା ପାଣି ସବୁ ସମସ୍ୟା। କେମିତି ପିଉଛନ୍ତି? ପୁଣି କୋଉ ପାଣି ପିଉଛନ୍ତି? ଆମେ ଯାଉଛୁ 1/2 କିଲୋମିଟର ପାଣି ବୋହିକି ନେଇକି ଆସୁଛନ୍ତି ସମସ୍ତେ। ଆମର ପାଣି ଅସୁବିଧା ଆଜିକି 1-2 ମାସ ହେଲା ଆମର ପାଣି ମୋଟର ଦଉନାହାନ୍ତି। ଆମେ ଅନ୍ୟ ଜାଗାରେ ଯୋଉ ପାଣି ବୋହିକି ଆମେ ଚଳୁଛୁ। କୋଉଠୁ ବୋହିଛନ୍ତି? ଆମେ ଆଣୁଛୁ, ଜଣେ ମାଲିକ ତାଙ୍କ ବାଇରେ ଘର କରିଛନ୍ତି, ଗୋଟେ ବୋରିଂ କରିଛନ୍ତି, ଆମେ ତାଙ୍କ ଜାଗାରୁ କହି ବୋଲିକି ଆଣୁଛୁ ଆଉ। ଆମର ବିଶ୍ୱନାଥପୁର ପଞ୍ଚାୟତ। କ'ଣ କହିବେ? ଯୋଉ ଅସୁବିଧା ହଉଛି, ପାଣି ସମସ୍ୟା ହଉଛି, ଆଗକୁ ଖରାଦିନ ଅଛି, କ'ଣ କହିବେ? ଏଇଭଳିଆ ଅସୁବିଧା ହଉଛି ପୁରା। ଆମ ଘର ପାଖରେ ପାଇପ୍ ଗଲା, ଆମର ଅନ୍ୟ ଜାଗା ମାନଙ୍କରେ ସବୁ କଲେକ୍ସନ ଦିଆଗଲା। ଆମକୁ ଦେବେ ବୋଲି ସେତେବେଳେ କହିଥିଲେ, ଆଉ ଆମର ଆସିକିରି ଆମ ସାହିରେ କଲେକ୍ସନ ଦେଲେ ନାହିଁ। ଆଗକୁ ଖରାଦିନ ଆସୁଛି, ଖରାଦିନ ଆସୁଛି, ଆମେ ଖରାଦିନ ଆସୁଛି ତ ମୁଁ ସେଇଟା କହୁଛି, କିନ୍ତୁ ଆମକୁ ଦେଲେନି କାହିଁକି? ଦେବେ କି ନଦେବେ, ଆମେ କେମିତି ଚଳିବୁ, କ'ଣ କରିବୁ, ଆମେ ସେଇ ଗୋଟା କହୁଛୁ। ଆମେ ବି ଅଫିସ ବାଡ଼ି ଯାଉଛୁ, ଆମ କଥା ଶୁଣୁନାହାନ୍ତି। ଆମେ ଯାଇକିରି ଫେରିକିରି ଆସୁଛୁ। ଆମେ ସେ ବାବଦରେ ବହୁତ ଉଦ୍ୟମ କରୁଛୁ ପାଣି ମୁଣ୍ଡେ ପାଇବା ପାଇଁ। ଆମେ ଯାଇଥିଲୁ ଜଳ ଅଫିସକି, ଯୋଉ ଜଳ ବିଭାଗ ଆମର ଅଫିସ ଅଛି, ସେ ଅଫିସକି ଆମେ 3 ଥର ଗଲୁଣି। ନା ସେ କହୁଛନ୍ତି, ସେ ମ୍ୟାଡାମ ନାହାନ୍ତି, ସେ ମିଟିଂକି ଯାଇଛନ୍ତି ଭାରି, ଏମିତି କହୁଛନ୍ତି। ଆମେ କରିକି ଯାଉଛୁ ଆଉ। କ'ଣ କଲେ ଆପଣ? କ'ଣ କଲେ? ଆମର ଯେମିତି କଲେକ୍ସନ ଦେଇଛନ୍ତି ସବୁଠି, ଆମର ସେଇଟା କଲେକ୍ସନ ଦେବା କଥା ଦେଇ ଦିଅନ୍ତୁ। ଆମେ କେମିତି ଭଲରେ ଟିକେ ଚଳିଯିବୁ। ଆଉ ଯାହା ତ ଆମେ ହଇରାଣ ହେଇଗଲୁ ସେ କଥା ଆମେ ଧରୁନୁ। ଏଡ଼ିକି କେମିତି କଲେକ୍ସନ ଦେଇ ଦିଅନ୍ତୁ, ଆମେ ବଞ୍ଚିଯାଉ। ଗୋଟେ କହୁଛନ୍ତି ଲୋକଙ୍କ ସରକାର ବା ଲୋକଙ୍କ ପାଇଁ ସମସ୍ୟା, ଆପଣ ଏଠି ଅନ୍ୟପଟେ ଗାଁ ଗହଳିରେ ପାଣି କ'ଣ କହିବେ ସରକାରଙ୍କୁ? ସରକାରଙ୍କୁ ଆଉ କ'ଣ କହିପାରିବୁ ଯେ? ଆମେ କ'ଣ କହିବୁ? ଆମେ କେବଳ ଚାହୁଁଛୁ ଆମ ସମସ୍ୟା କେମିତି ଦୂର କରିବେ କି ନ କରିବେ, ନ କଲା ପରେ ଆମେ କ'ଣ କହିପାରିବୁ? ଆଗକୁ ପଞ୍ଚାୟତ ଇଲେକ୍ସନ ଆସୁଛି, ସମାଧାନ ନ କ'ଣ କରିବେ ଆପଣ? ପଞ୍ଚାୟତ ଇଲେକ୍ସନ ଯେମିତିକା ଶୁଣ, ସରକାର ଯେମିତି ଆମକୁ ଚାହିଁବେ ଆମେ ବି ସରକାରଙ୍କୁ ସେମିତି ଚାହିଁବୁ। ଆଉ କ'ଣ? ଯୋଉ ସରକାର ଆସିବେ ଆଉ କ'ଣ, ସେଟା ତ ମନକୁ ବୁଲିବ ଆଉ କ'ଣ।